ଗୋଟେ ଯୋଜନା କରା ଶିକ୍ଷା ବିକାଶ ସମିତିର ଯେ ଘର ହିଁ ବିଦ୍ୟାଳୟ, ଅର୍ଥାৎ ଏଇଟା ଯଦି ବିଦ୍ୟାଳୟ ଆପଣ ମାନେ ଘରେ ମଧ୍ୟ ସେଇ କାମ କରିପାରିବେ, ତାର ଘରର ବିଦ୍ୟାଳୟ ହେଇଗଲା। ଛୁଆ ସେଇଠି ଶିଖିଲା, ଆମେ ହୋଆ ଶିଖେଇଲେ, କୌଣସି ତିଆରିବା ଶିଖିଲେ, ଗୋଟେ ଚିତ୍ର ଆଙ୍କିବା ଶିଖେଇଲେ, ବିଭିନ୍ନ ପ୍ରକାର କ୍ରିୟାକଳାପ କରାଯିବ ପରବର୍ତ୍ତୀ ସମୟରେ। ତେଣୁ ଶିଶୁଙ୍କ ମନରେ ଆଗ୍ରହ ସୃଷ୍ଟି କରିବ। ନୂଆ ଜିନିଷ ଦେଖିଲେ ଛୁଆ ମାନେ ଭାଙ୍ଗି ଦିଅନ୍ତି, ଆମେ ରାଗି ନା କେବେ ରାଗି, କାହିଁକି ଛୁଆଟି ନ ଭାଙ୍ଗିଲେ ଗଢି ଶିଖିବନି, ଛୁଆ ତ ଭାଙ୍ଗିବ। ତେଣୁ ଆମେ କଣ କଲେ ଭାଙ୍ଗିଦେଲେ, 50 ଟଙ୍କା ଦେଇଛି, 1000 ଟଙ୍କା ଦେଇଛି, 100 ଟଙ୍କା ଭାଙ୍ଗିଦେବୁ, ଆମେ କଣ କରୁଛେ ଛଅଟା କିମ୍ବା ଗାଲକୁ ଦିଟା ଚାପିକରି ବସେଇ ଦଉଛି। ତ ଛୁଆ ସେତେବେଳେ କଣ କରିବେ, ତା ମନର ଯୋଉ ଆଗ୍ରହ କମିଛି, ଆମେ ଭାଙ୍ଗିଲୁ, ହଉ ଠିକ ଅଛି ଆଉ ଗୋଟେ ଜିନିଷ ଆଣିଲେ, ଆରେ ଭାଙ୍ଗିଲେ କଣ ଶିଖିବ, ପାଇଟି ଏଇଟା ଅଛି ସେଇଟା ତାକୁ ଶିଖେଇବା। ତ ଛୁଆଟି ଜାଣିଲେ ଭାଙ୍ଗିଲେ କଣ ତ ଖେଳିପାରିବନି, ଆସ୍ତେ ଆସ୍ତେ ଛୁଆ ମନ ଆସିବ ଯେଟା ଭାଙ୍ଗିବା ନାହିଁ କାମ କରିବା, କିନ୍ତୁ ସେ ଜାଣିବା ଆଗ୍ରହ ଯେ କୋଉଥିରେ ତିଆରି ହେଇଛି। এই খাদ্যের অনেক সময় আমরা কল করে দিই মা মানে কার্য ব্যস্ততা হেতু ঘরে খাদ্য লুচিকি রয়েছে, যে ঘর তিଆରି খাদ্য দেলে কোন হবো, শিশুর মন উপরে তা প্রভাব পড়িব, কারণ সেটা সাত্বিক খাদ্য, সে তামসিক নহে বা রাজসিক খাদ্য নহে, সেটা সাত্বিক খাদ্য। তো আমরা যেটা ঘরে খাইবা খাদ্য এমিতি খাদ্য দেওয়া যে ছোট যেমিতি মানে যে যেমিতি পানি সেমিতি পানি। ଦେଖିବା ଆମେ ଯେ ପୁଅମାନେ ବିଶେଷ କରି ସେମାନେ ଯେମିତି ପାଣି ପିଅନ୍ତି ତାଙ୍କ ପାଣି ଯେମିତି ବାହାରିବା କଥା, ଯଦି ରଙ୍ଗୀନ ପାଣି ପିଇଲେ, ନାଲି ପାଣି ପିଇଲେ, ତାଙ୍କ ପାଟିରୁ ଆଇନା ନାଲି କଥା ବାହାରିବ, ରଙ୍ଗୀନ କଥା ବାହାରିବ। କିନ୍ତୁ ସ୍ୱଚ୍ଛ ଧଳା ପାଣି ପିଇଲେ ତାଙ୍କ ପାଟିରୁ ତା ଅନ୍ତରରୁ ସ୍ୱଚ୍ଛ କଥା ବାହାରିବ, ପରିଷ୍କାର। ତେଣୁ କହିଲେ କେବଳ ପାଣି କେବଳ ପାଣି, ତ ଯେମିତି ପାଣି ସେମିତି କଥା ବାହାରିବ। ତେଣୁ ଆମ ଛୁଆକୁ ଯେମିତି ଖାଦ୍ୟ ଦେବା ତାଙ୍କ ମନରେ ସେମିତି କହା ପଡ଼ିବ, ବର୍ଷ ସେମିତି ସୃଷ୍ଟି ହେବ, ସେ ସେମିତି ସୃଷ୍ଟି ହେବ, ଛୁଆମାନେ ସେଇପରି ଭାବରେ ଆଗକୁ ଆଗରେ ସଂସ୍କାର ନେଇପାରିବେ। ଏବଂ ସଂସ୍କାର ଶିଖିବେ କୋଉଠୁ? ପ୍ରଣାମ ନ କରିବେ, ଗୁରୁଜନକୁ ପ୍ରଣାମ ନ କରିବେ, ଛୁଆଟି କେବେ ବି ଆପଣମାନଙ୍କୁ ପ୍ରଣାମ କରିବନି। ତେଣୁ ଛୁଆକୁ ଯଦି ଶିଖେଇବା ପାଇଁ ସଂସ୍କାର କରିବାର ଅଛି, ସଂସ୍କୃତି ସମ୍ପନ୍ନ କରିବାର ଅଛି, ତାହେଲେ ପ୍ରଥମେ ଆମକୁ ପରିବର୍ତ୍ତନ ହେବାକୁ ପଡ଼ିବ। ଆମେ ଯେମିତି ଭାଷା କହିବା ଶିଶୁଟି ସେମିତି ଭାଷା କହିବ, ଆମେ ଯେମିତି କାମ କରିବା ଶିଶୁଟି ସେମିତି ଅନୁକରଣ କରିବ, ସେ କାମ କରିବ। ତେଣୁ ଏଇ ଯୋଉ ଘରୋଇ ବିଦ୍ୟାଳୟ ମାଧ୍ୟମରେ ତାଙ୍କର ବୈଜ୍ଞାନିକ ମନୋବୃତ୍ତି